ଏଟା ଗତକାଲିର ଘଟଣା। ସେ ଝିଅଟି କୁ ଡାକିକିରି ତା ଘରକୁ କ୍ଲିପ୍ ଦେବି ଏବଂ ରବର ଦେବି କହିକି ତାକୁ ଡାକିକିରି ତା ସହିତ ଖରାପ ବ୍ୟବହାର କରିଛି। ଝିଅଟି ଘରେ ଆସି କିଛି କହିନଥିଲା। ଆଜି ଯେତେବେଳେ ତାର ପ୍ରୋବ୍ଲେମ୍ ହେଇଛି ସେମାନେ ହସ୍ପିଟାଲ ନେଇକି ଯାଇଥିଲେ, କ୍ୟାପିଟାଲ ହସ୍ପିଟାଲ। ସେଠି ଡକ୍ଟର ଚେକଅପ୍ କଲା ପରେ ତାଙ୍କୁ ବାପା ମାଆଙ୍କୁ ପଚାରିଲା ପରେ କହିଲେ ଏମିତି କିଛି ଗୋଟେ ଖରାପ ଘଟଣା ଘଟିଛି। ଆସିଲା ପରେ ସେମାନେ ଝିଅକୁ ପଚାରିଲେ, ଝିଅ ସବୁ କଥା କହିଲା ପରେ ସେମାନେ ଆସିକି ଥାନା ରିପୋର୍ଟ କରିଥିଲେ। ତାଙ୍କ ରିପୋର୍ଟ ଉପରେ ଆମେ ଗୋଟେ କେସ୍ କରିଛୁ। କେସ୍ କରିକି ତଦନ୍ତ ଜାରି ରହିଛି। ଆମର ସାଇଣ୍ଟିଫିକ୍ ଟିମ୍ ଆସିକି ସ୍ପଟ୍ ଭିଜିଟ୍ କରିଛନ୍ତି, ଆମେ ମଧ୍ୟ ସ୍ପଟ୍କୁ ଯାଇଥିଲୁ। ଏବେ ଆକ୍ୟୁଜ୍କୁ ଆମେ ଡିଟେନ୍ କରୁଛୁ। ମେଡ଼ିକାଲ ଏକ୍ଜାମିନେସନ୍ ଆଉ ଅନ୍ୟାନ୍ୟ ପାରପନ୍ୟା କଲା ପରେ ଆମେ କାଲି ଆସନ୍ତାକାଲି ଆକ୍ୟୁଜ୍କୁ ଫରୱାର୍ଡ଼ କରିବୁ। ଆକ୍ୟୁଜ୍ ଜଣେ ଫେରିବାଲା, ସେ ପ୍ରାୟ 30 ବର୍ଷ ହେଲା ପିପିଲି ଅଞ୍ଚଳରେ ରହିକି ଫେରି କାମ କରନ୍ତି ବୋଲି ସେ କହୁଛନ୍ତି। ତାଙ୍କ ଘର ମେଦିନାପୁର, ୱେଷ୍ଟବେଙ୍ଗଲର ମେଦିନାପୁର ବୋଲି ସେ କହୁଛନ୍ତି ଏବଂ ତାର ଆଡ୍ରେସ୍ଟା ଆମେ ଭେରିଫାଏ କରୁଛୁ। ଶୁଣନ୍ତୁ, ଏଠି ଏତେ ଘଟଣାର ପୁନରାବୃତ୍ତି ହେବା ପାଇଁ କେବଳ ସଚେତନତା ଦରକାର। ଲୋକମାନେ ସଚେତନ ହେଲେ ହିଁ ଏ ଘଟଣା ବନ୍ଦ ହେବ। ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ।